जाबिनु आदिमति मत विचार जगत देवत इंद्रिय पथ जे जाने सुते जे नित्य प्रकाशय आनंद मने दशर ब्रह्मांड जे कला विस्तार जार स्वरूप ढूंढे चित्ते जो पुरुषे न जानते बुद्धि का विकास जे बंधन ही कल्पित जय कोण पूजा काम सरी राति 9 बजे एपटे पूजा सरी पूजा खोला जाए शाढ़ी भाई कुकुरा भरिया भरिया मारी द्वितीय आईनी जे यहीटा भी सैया सब गोटे नाउर बंदी बहुत मुंड को खेलाउे शाढ़ी भाई पिलाटा को मारी लंबालाला हे लंबालाला लंबालाला मथुरा जाए चले भौरी मत जी विरोध कला मुदेवी तार धिया पाला 3 दिन फ्रिज रे देसी चिकन अच्छी टिके फ्राई कर दियो रे माता श्री को रागी की पंचल ओ देखु जी मो बाप को पेट मारी दो खाया पे अपना कंटा कर साला आ धोबी आ धोबी आ तो कंटी चिपी दिया संजा पूरा पाता ले जा कौन पे डाकू देले ना बिले हरो करू अले हे तेरे कितने घर करिछि तेरे कितने घर होइछि तेरे बाप को जते ठाकुर पूजा कर तो करो हे हम बाप को अगर पेटो मारी बुनु तू को जानिलु संज बुलिले हम बाप को गोटे क्लास चलाबे हे जा जा जे दियोटा भल लागुनी जा अरे का सुनो आज होते भागवत गोसाई को जन्म हिंदू पूर्णिमा आज बड़ी दिन रे मद मांस न खाइले चलिबनी काई सकाल पते एले और लिस्ट धरे देलु कोई आज भागवत गोसाई करो जाओ सब गोटे दिन साथी के नहीं तो भाई नहीं हम मोबाइल को रखरा भी देखौ
କଣ ଭେଜ୍ ଚିକେନ ଫ୍ରାଏ କଲେ ସୁଧା ଶୁଣ ଆଜି ଘରେ ଆଇଁଷ ହେଇପାରିବନି ଭାଗବତ ଗୋସାଇଙ୍କ ପ୍ରସାଦ ଅଛି ପାଇବ ଚାଲ ମାତାଶ୍ରୀ ପିତାଙ୍କର ଟିକେ ସୁରାପାନ ନହେଲେ ତାକୁ ଆଦୌ ଭଲ ଲାଗିବ। ଏ ଚୁପ କରି କହୁଛେ ବାପ ପୁଅ ଦିଟା ଯାକ କେହି କାହାକୁ କମ୍ ନୁହଁ ଆଗବି ଭାବିଛି ବି କଥାବାର୍ତ୍ତା କର ବାପ ପୁଅ ଦି ଜଣ ମିଶିକି ମଦ ପିଉଛ ତମକୁ ଟିକେ ଖରାପ ଲାଗୁନି ଆଗବି 5 ବର୍ଷ ପର୍ଯ୍ୟନ୍ତ ପୁତ୍ରକୁ କରିବ ଲାଳନ 15 ବର୍ଷ ହେଲେ ପୁତ୍ରକୁ କରିବ ଶାସନ 6 ବର୍ଷ ହେଲେ କରି ପୁତ୍ର ବଳ ଏ କଥା କହିଛନ୍ତି ପୁରୀ ଋଷିର ପିତାଶ୍ରୀ ବୋଲ ନନ୍ଦଲାର ଭାଗବତ କହିଲା କଣ କହିଲା କହିଲା ସଂସାରରେ ଥିବୁ ଯେତେ ଭିନ୍ନ ହେ ଗୋବିନ୍ଦ ଗୋବିନ୍ଦ କାନେ ନିକାଞ୍ଚନ ହେ ଗୋବିନ୍ଦ ବସି ଖାଇବୁ ବାପ ଧନ ହେ ଗୋବିନ୍ଦ ଏବେ କରିବୁ ବାପ ଧନ ହେ ଗୋବିନ୍ଦ ପର ଧନରେ ମନ ଦବୁ ହେ ଗୋବିନ୍ଦ 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 ହରି ବୋଲ ଚୁପ କରି କହୁଛେ ଆରେ ବେକାର ତୁଳସୀ ମାଳ ପକେଇ ତୁ ମଦ ମାଂସ ଖାଉଛ ମୋ ସୁନା ପୁଅଟା ପରା ଚିତା ଚୈତନ୍ୟ କାଟି ତୁ ମଦ ମାଂସ ଖାଅ ନା ରେ ତୋ କାନ୍ଧରେ ଧର୍ମ ରହିବନି ମାଧବୀ ମତେ ଧର୍ମକାରୀ ଶୁଣାଲା ମୁଁ ବହୁତ ଧର୍ମ କରିଛି কি ধর্ম করছো তুমি হ্যাঁ কি ধর্ম করেছো এই গরিব লোকଙ୍କର ତଣ୍ଟି ଚିପି তুমি ଟଙ୍କା ଉଦ୍ଧାର କରୁଛ ଭାଗବତ ଗୋସାଇଙ୍କର ମନ୍ଦିର କରି ତମେ ମଦ ମାଂସରେ ବୁଡ଼ି ରହୁଛ ଆରେ ବ୍ରାହ୍ମଣ ହେଇକି ଚଣ୍ଡାଳ କାମ କରୁଛ ତମେ ଗୋଟେ ଗୋଟେ ଧର୍ମ ଛଡ଼ା କହିଲୁ ମୁଁ ଧର୍ମ ଚଳା ଆମେ ତମେ ବାପ କାହା ପଇସାର ଆସ କରୁଛ ଆମେ କାହା ପଇସା ଆମେ ଏ ସ୍ୱାମୀ କତ ଲୁଟା ପିଛୁ ସରୁ ଅରୁଆ ଚାଉଳକୁ ପୁରୀ ଡାଲିରେ କଟିରେ ଭାତ କରୁ ଓଏ ବେଶୀ ରକମ ଦେଖାକୁ ମୋ ମୁଣ୍ଡ ଗରମ କଲା ଯା ନିଜୁ ଦି ପ୍ଲେଟ୍ ଚିକେନ ଫ୍ରାଏ କରି ଆସିବୁ ଦେହଟା କାହିଁ ଭଲ ଲାଗୁନି ଆରେ ଯା। ମତେ ମରୁ ମରୁ ମରିଗଲେ ବି ଆଜି ଏ ଘରେ ଆମିଷ ହେଇପାରିବନି ତାକୁ ଆଗେ ମୋ ଝିଅ ଆରେ ପିତାଶ୍ରୀ ମାତାଶ୍ରୀଙ୍କ ପୁଣ୍ୟ ବଳେ ହଁ ତମେ ହବ ଭଗବାନ ହଁ ଆଜି ତୋର ବିନା ଚାକଣରେ ଚଢ଼ିଦବ ହଁ ଟେନସନ୍ ମଦ ସହିତ ପ୍ରସାଦ ପାଇଲେ ଘୋର ପାପ ହବ ତମେ ସେ ପ୍ରସାଦ ନେଇ ପଡ଼ିବ ମାସରେ ଆଜି ଶ୍ରେଷ୍ଠ ପୂର୍ଣ୍ଣିମା ଭାଗବତ ଗୋସାଇଙ୍କ ଜନ୍ମ ଆଜି ଏଇନ ପୂର୍ଣ୍ଣିମା ଆଜି ଗଲେ କି ନା ତମେ ମଦ ପିଇବ? ବହୁତ ପାପ ଲାଗିବ ବାବୁ ପାପ ଲାଗିବ। এই বড়াইতে পাপ কেমিতিଆ ଜିନିଷ ଦେଖିଛ ଆତ୍ମାକୁ ବାଧା ଦବ ମହାପାପ ଆତ୍ମା ଯାହା ଚାହୁଁଛି ସେଇଆ କର ଆତ୍ମା ଚାହିଁଲା ଆମେ ଟିକେ ସୁରାପାନ କରୁ ଆମେ ସୁରାପାନ କରୁ କୁହ ପୁରାଇତେ ପୂଜା ସରିଲା କେତେ ଟଙ୍କା ଲକ୍ଷ୍ୟ ଦବ ଦକ୍ଷିଣ ପାଇଁ ପୁରୋହିତ ଦାମୋଦର ପୁରୋହିତ ପୂଜା କରିବେ ଦାମୋଦର ପୁରୋହିତ ପୂଜା କରେ ଯଜମାନଙ୍କ ମଙ୍ଗଳ କାମନା ଯଜମାନଙ୍କ ପୁଣ୍ୟ ଫଳ ପାଇଁ ଯଜମାନଙ୍କ ପିତୃପୁରୁଷ ଆରେ କି ପୁଣ୍ୟ କଥା କହୁଛ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବୁ ଭାଗବତ ଗୋସାଇଙ୍କ ମନ୍ଦିର ତିଆରି କରୁ ପ୍ରତିଦିନ 1000 ଟଙ୍କାର ଭୋଗ ଲଗାଉଛି ଏଇଟା କଣ ପୁଣ୍ୟ ନୁହେଁ 1000 ଟଙ୍କା ଭୋଗ ତମ ଭଳି ବାପସ୍ତ ଦିଟା ତ ଚଣ୍ଡାଳ କାମ କରୁ ତମେ ଯଦି ଲକ୍ଷ ଲକ୍ଷ ମନ୍ଦିର କର ସେ ମନ୍ଦିରରେ କଣ ଭଗବାନ ପୂଜା ପାଇବେ ସେ ମନ୍ଦିରରେ ପୂଜା ପାଇବେ ରାକ୍ଷସ ରଜବସ କରଲା ଦକ୍ଷିଣା ନାହିଁ ସିଧା ଯା ଘରକୁ ରାଜା ପରଜିତ ବ୍ରାହ୍ମଣୀ ରଶ୍ମିଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ କୁଶଦେବଙ୍କ ଠାରୁ ଗୀତା ଭାଗବତ ଶୁଣିଥିଲେ ସେ ବିରାଟ ମହାତ୍ମ କହିଲେ ସରିବନି ସେ ଭାଗ
10 ଘଣ୍ଟି ବଜାଇ ଦେବି। ମୁଁ ହେଲି ନନ୍ଦ ବେକରେ ତୁଳସୀ ମାଳା ଗୋପୁର ମଥୁରା ଯାଏ ଚାଲେ ମୌରୀ ନୀଳା। ଆଉ ଯିଏ ମତେ ବିରୋଧ କଲା ମୁଁ କରିଦେବି ତାର ପାଲା ଦିନ ଦେବତା ହେଲେ ବି ମରେ କିଏ ହବ ମୋ ପିତାଙ୍କର ବହିରେ ପେଟରେ ମୁଁ ଭୁଷିବି ଛୁରୀ ଗୋବିନ୍ଦ 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 ମଧୁ ଗଳୁଛି ଅଙ୍କର ସେ ଗୋବିନ୍ଦ ନାମ ପୁରପୁରେ ତାକୁ ମଦ ନିଶାରେ ମାରିଦେଇ ଗୋବିନ୍ଦ ଗୋବିନ୍ଦ ହଉଛ। କଣ ହେତୁ ଭାସିଗଲା କୂଳ ବୁଲିଗଲା ନା କୂଳ ଭାସିଗଲା? ଆରେ ଗୋଟା ପରେ ତ ମରିଗଲା କଣ ହେତୁ ଭାସିଗଲା? ଟଙ୍କା ଥିଲେ ପୂଜା କରିବାକୁ ପଡେ ଦବା କହିବେନି। ଅହଙ୍କାର ଆତ୍ମଗରିମା ଚିରସ୍ଥାୟୀ ନୁହେଁ ବାପା। ଯାହାର ଗଣତ୍ର ଉଦାହରଣ ମହାମାନି ଦୁର୍ଯ୍ୟୋଧନ ଅହଙ୍କାରୀ କଂସ ଏମାନଙ୍କର ଅଭିଶାପର ପାପ ନିଶ୍ଚିତ। ନନ୍ଦଲାଲା ये सोड़ा केम्पा मो छुआनु ना हाता ए केम्पा मो छुआनु ए सोड़ा केम्पा तू घरे बसी बसी खाऊ तोर केत टका मेडिसिन खर्च करू खाइबा खर्च करतो तो तार किछि हिसाब रखिछि आ हिसाब रखि बुझिछि पाके अजित जत धन शेषुके नाही प्रयत एकले जन्म नबात अभिशाप पटिले होला वो बढ़िया रहो तार है नहले कौन करिवो मारी दो मते मारी दियो तम हरि बापुर पुआ अभिशाप पहिले केम्पा लखा हाथ लखी छोड़ा मारी पड़ी पाउस पाउस लेके समुद्र विसर्जन कर शांति पाइब तुमको पुलिस देवी भक्ति रही पुलिस दबू यहीटा को मारी दिया मारू मारू मारी भले समय भीतर को जी
ଉଠିବ ନା ଅଲଗା ଏତେ ପାପକୁ ତମକୁ ଧର୍ମ ସହିବ तो मत कर चुप हो रे चुपचाप क्या हो कौचे एकदम चुपचाप क्या हो सुनो तमे लास्ट को लेके पड़ी दियो मु तुमको কথা দউছে মোহন কাহারি को किछि কহিবনি ठीक चुप रहो ଏ ନନ୍ଦା ଭାବିଥିଲି ମାଇକିଆଟା ମୋର ନୁ ଆଜି ତାହେଲେ ଗୋଟାଏ ପରେ ମାଇକିଆଟା ମୋର ମାତା ହଁ ବୁଝେଇଦେ ବାପା ନନ୍ଦା କ୍ଲାସ ଉଠା ବୋଲୋ ଭାଗବତ ପଦେ କଣ କହିଲା କହିଲା ହରି ଭକ୍ତେ ଯେତେ ଏ ଗୋବିନ୍ଦ ସେମାନେ ନରକେ ଯାନ୍ତି ଏ ଗୋବିନ୍ଦ ଯେବେ ହୋଇ କୁହବୁ ପାଣି ଏ ଗୋବିନ୍ଦ ହରି କୁସୁରରେ ନ ଧର ଏ ଗୋବିନ୍ଦ ହରି ବୋଲ ଏତେ ପାପ ଦେଖି ମୁଁ ଆଉ ସହିପାରୁନି अरे मोहनो अरे बाबू जी मन को भाई किछि रुहो रे किछि रुहो ଏମାନଙ୍କୁ ମୁଁ ପୋଲିସରେ ଦେଇଦେବି अरे पुलिस तू को कथा कहबो केते कथा कहबो एमाने बड़ नारी हरन्ते गरीब लोकଙ୍କର ତଣ୍ଟି ଚିପି ସୁଧ ଆଦାୟ କରନ୍ତେ ମଣିଷ ମାରନ୍ତେ ପାପରେ ବୁଡ଼ି ରୁହନ୍ତେ ଆଉ ରାତି ହେଲେ ମୋହରରେ ଏ ସୁରା ନାରୀ ମାନଙ୍କର ହାଟ ବସେ ଏଭଳି ପାପୀ ମଣିଷକୁ ଫାଶୀ ଦେବା ଦରକାର अरे मोहन ये बाबा पुଅ ଦି ଜଣକୁ ଫାଶୀ ଖୁଟ କରୁଛି ଏ ବୋଉ ଏ ପାପର ବନ୍ଧରେ ମୁଁ ଅଣନିଶ୍ୱାସ ହେଇଯାଉଛି अरे पगड़ा अरे କୋଉ ଦିନ ସେମାନେ ତୋତେ ମାରିଦେବେ ରେ ଏଠି ବଞ୍ଚିବା ଅପେକ୍ଷା ମରିଯିବା ବହୁତ ଭଲ अरे ମୁଁ କେମିତି ବଞ୍ଚିବି ମୁଁ अरे ଏ ତୋ ପରେ ନର୍କ ଭିତରେ ହଉଛ ମୋ ପାଇଁ ସ୍ୱର୍ଗ ଏ ବିଶ୍ୱ ଭିତରେ ତୁ ହଉଛୁ ମୋ ପାଇଁ ଟିକେ ଅମୃତ ଆଉ ଏ ଡହ ଡହ ଖରା ଭିତରେ ତୁ ପରା ହଉଛୁ ମୋ ପାଇଁ ଛାଇ ପାପକୁ ସମର୍ଥନ କରିବା ମହାପାପ ଏମିତି ପାପ ଦେଖିବା ଅପେକ୍ଷା ଆଖିଟା ଫୁଟେଇଦେବା ଭଲ अरे ତାହେଲେ ପ୍ରଥମେ ମୋ ଆଖି ଦୁଇଟାକୁ ଫୁଟେଇ ଦେ ମାରିଦେ ମତେ ମାରିଦେ କେତେ ପାପ